ଶୋଇଛୁ କେବେ ଶୁଆଇଛୁ ଏମିତି ପ୍ରେମରେ ତୋ କୋଳରେ କେବେ ମତେ ଶୁଆଇଛୁ ତୁ ମ ନୁହେଁ ତୁ ଗୋଟେ ସାବତ ମା ହେଇ ମତେ ଘର ଭିତରେ ପୁରେଇକି କବାଟ କିଳି ଦେଇଛୁ କେତେ ଡହଳ ବିକଳ ହେଇଛି ଅସହାୟ ହେଇ କାନ୍ଦିଛି ଏ ମା କବାଟ ଖୋଲିଦେଲ ବା ମତେ ଡର ଲାଗୁଛି ତୋ ପାଖରେ ମତେ ଶୋଇବାକୁ ଦେଲ ବା ମତେ ଡର ଲାଗୁଛି। ରୂପେଲି ପରଦାର ଆକ୍ସନ ଷ୍ଟାର ଏବେ ଯାତ୍ରାର ଆଖଡ଼ାଶାଳରେ କରୁଛନ୍ତି କମାଲ। ମୁଁ କହୁଛି ରାଜବୀର ଦେଓଙ୍କ କଥା ଯିଏ ସଲାମ ଭୁବନେଶ୍ୱର ଅରୁନ୍ଧତୀ ବଧୁ ନୁହେଁ ମୁଁ ବନ୍ଧୁ ଏମିତି 4ଟି ଓଡ଼ିଆ ଚଳଚ୍ଚିତ୍ରରେ ଯିଏ ଆକ୍ସନ ଷ୍ଟାର ଭାବେ ନିଜକୁ ବା ନିଜର ପରିଚୟ ସୃଷ୍ଟି କରିଥିଲେ ଏବେ ସିଏ ଯାତ୍ରାର ରଙ୍ଗମଞ୍ଚରେ ନିଜର ପରିଚୟ ସୃଷ୍ଟି କରିବା ପାଇଁ ଯାଉଛନ୍ତି। ଏହି ଯାତ୍ରା ଋତୁରେ ତାଙ୍କର ପଦାର୍ପଣ ହେବ ଯାତ୍ରା ରଙ୍ଗମହଲରେ ସିଏ ମୁଖ୍ୟ ଖଳନାୟକ ଭାବରେ ଅଭିନୟ କରିବେ। ଆଖଡ଼ାଶାଳ ଚାଲିଛି ଧୁମଧାମରେ ଚାଲିଛି ଏବଂ ପ୍ରଥମ ଆଖଡ଼ାଶାଳରେ ପ୍ରଥମ ନାଟକଟି ସରିଯାଇଛି ଦରିଆକୂଳର ଦରଦୀ ବନ୍ଧୁ ଯାହାକି ରଙ୍ଗମହଲର ଏ ନାଟକ। ସେଇ ନାଟକରେ ରାଜବୀରଙ୍କର କ'ଣ ଭୂମିକା ରହିଛି ସେ ସମ୍ପର୍କରେ ଆଲୋଚନା କରିବା ପାଇଁ ମୋ ସହିତ ଅଛନ୍ତି ରାଜବୀର ବାବୁ ଆପଣଙ୍କୁ ଓଟିଭିକୁ ସ୍ୱାଗତ। ନମସ୍କାର। ମୁଁ ଏଥର ଯାତ୍ରା ଋତୁରେ ଆପଣଙ୍କର ପଦାର୍ପଣ ହେଉଛି ଆକ୍ସନ ଷ୍ଟାର ଭାବେ ଓଡ଼ିଆ ଚଳଚ୍ଚିତ୍ରରେ ସୁନାମ ଅର୍ଜନ କରିଥିଲେ ଆସିଲେ ଯାତ୍ରାକୁ ଆଖଡ଼ାଶାଳ କେମିତି ଚାଲିଛି? ନମସ୍କାର ମୁଁ ରାଜବୀର ସର୍ବପ୍ରଥମେ ଓଟିଭି ଏବଂ ମୋର ସମଗ୍ର ଓଡ଼ିଶାବାସୀଙ୍କୁ ମୋ ତରଫରୁ ଶୁଭେଚ୍ଛା ଏବଂ ଶୁଭକାମନା। ପ୍ରଥମତଃ ମୁଁ କହିବା ପାଇଁ ଚାହୁଁଛି ରଙ୍ଗମହଲର ଓନର ଯିଏକି ସତ୍ୟ ଅଜା ତାଙ୍କୁ ଅଶେଷ ଅଶେଷ ଧନ୍ୟବାଦ ଦେବି। ଗୋଟେ ଟ୍ରାକ୍ରୁ ମୋତେ ଗୋଟେ ନୂଆ ଯେଉଁଟାକି ନୂଆ ଦୁନିଆରେ ମୋତେ ପାଦ ଥାପିବାର ମୋତେ ସୁଯୋଗ ଦେଇଥିବାରୁ ମୁଁ ଅଶେଷ ଧନ୍ୟବାଦ ଦେଉଛି। ଏବଂ ଆଖଡ଼ାଶାଳା ବହୁତ ବଢ଼ିଆ ଭାବେ ଚାଲିଛି। ମୁଁ ଯେଉଁଟା ଭାବିଥିଲି ସେଇ ଟାଇପ୍ର ନୁହଁ ଯିଏକି ଆମ ଫିଲ୍ମରେ ଫିଲ୍ମ ଇଣ୍ଡଷ୍ଟ୍ରି ଜାଣିଥିବେ ବଡ଼ ବଡ଼ ଷ୍ଟାର ମାନେ ଟିକେ ନାକୁ ଅଣଦେଖା କରନ୍ତି କିନ୍ତୁ ମୁଁ ଏଣ୍ଟ୍ରି କଲା ପରେ ମୁଁ ସେଇଟା କାହିଁ ଦେଖିବା ପାଇଁ ମୁଁ ପାଇଲିନି। ମୁଁ ଫିଲ୍ମ ଦୁନିଆରେ ହଁ ମୁଁ ପୁରୁଣା କିନ୍ତୁ ଯାତ୍ରା ଦୁନିଆରେ ତ ନୂଆ ନା। ବହୁତ ଭଲ ଭଲ କଳାକାରଙ୍କ ସହିତ କାମ କରିବାର ମୋତେ ସୁଯୋଗ ମିଳିଛି ଯିଏକି ପ୍ରତାପ ଭାଇ ଜୀବନ ଭାଇ ଏମିତି ଜିତା ଆପା ଏମାନେ ବହୁତ କୋଅପରେଟିଭ୍। ଗୋଟେ ନୂଆ ପିଲା ଗଲେ ତାଙ୍କୁ କେମିତି ଶିଖେଇବା କେମିତି ତାଙ୍କୁ ଟିକେ ଗାଇଡ଼ କରିବା ଏସବୁ ଜିନିଷରେ ବହୁତ ମୋତେ କୋଅପରେଟ୍ କରିଛନ୍ତି। ଆପଣଙ୍କ ଜରିଆରେ ସେ ବଡ଼ ଭାଇ ଏବଂ ସେ ଅପାଙ୍କୁ ମୁଁ ଅଶେଷ ଅଶେଷ ଧନ୍ୟବାଦ ଦେଉଛି। ମୁନୁ ପଣ୍ଡା ବି ଅଛନ୍ତି ସେ ବହୁତ କୋଅପରେଟ୍ କରୁଛନ୍ତି। ମୁଁ ନୂଆ ଭାବରେ ମୁଁ କେବେ ସେଠି ଭାବି ପାରୁନି ଯେ ମୁଁ ନୂଆ ବହୁତ ଭଲ ଲାଗୁଛି। ପ୍ରତାପ ରାଉତ ଜିତା ଆପା ସମସ୍ତେ ଆପଣଙ୍କୁ କୋଅପରେଟ୍ କରୁଛନ୍ତି ଆକ୍ସନ ଶିଖେଇଲେ ସେମାନେ ନିଶ୍ଚିତ ଭାବରେ କାରଣ ମୁଁ ଯେତେବେଳେ ଜନ୍ମ ହୋଇନଥିଲି ସେମାନେ ଯାତ୍ରା ଦୁନିଆରେ ପାଦ ଦେଇଥିଲେ ତେଣୁକରି ସିଏ ଜଣେ ଜଣେ ଲିଜେଣ୍ଡ। ଓଭିୟସଲି ଦେଖନ୍ତୁ ଗୋଟେ ଛୁଆ ହେଲେ ବି କଳାର ଶିକ୍ଷା ଅସରନ୍ତି ଭଣ୍ଡାର। ତେଣୁକରି ମୁଁ ପ୍ରଥମରୁ ହିଁ ଯେତେବେଳେ ଡ୍ରାମା କରୁଥିଲି ସେତେବେଳେ ଛୋଟ ଛୁଆ ହେଲେ ବି ମୁଁ ତାକୁ ପଚାରେ ମୋର ଭୁଲଟା କ'ଣ ରହିଲା। ଠିକ୍ ତ ସମସ୍ତେ ଇଏ କରିବେ କିନ୍ତୁ ଭୁଲଟାକୁ ଆଗ ତର୍ଜମା କେହି କରନ୍ତିନି ମୁଁ କିନ୍ତୁ ଭୁଲଟାକୁ ତର୍ଜମା କରେ। ଯେମିତି ସଲାମ ଭୁବନେଶ୍ୱରରେ ରୋଷ୍ଟର ମାନେ ରୋଷ୍ଟିଂ କଲେ ମୁଁ ତାଙ୍କୁ ସପୋର୍ଟ କରିଥିଲି କାରଣ ସିଏ ତ କ'ଣ ଗୋଟେ ଭୁଲ ଧରିକି ତ ରୋଷ୍ଟ କରୁଛନ୍ତି ଆକ୍ଚୁଆଲି ସେଇଟା ଆମର ଭୁଲ ଥିଲା ଏଇ ଯେଉଁ ସିଜି ଫିଜି ପାର୍ଟ ଟିକେ ଖରାପ ଥିଲା। ତେଣୁକରି ଭୁଲଟାକୁ ଯିଏ ତର୍ଜମା କଲା ସେ ନିଶ୍ଚିତ ଭାବରେ କିଛି ନା କିଛି ସେ ଶିଖିପାରିବ। ଦରିଆକୂଳର ଦରଦୀ ବନ୍ଧୁ ଆପଣଙ୍କର କ'ଣ ନାଁ ରହିଛି? ମୁଁ ସେଥିରେ ଗୋଟେ ସାଇକୋ ଭୂମିକାରେ ଏମିତି ଗୋଟେ କ୍ୟାରେକ୍ଟର ମୋତେ ଦେଇଛନ୍ତି ଗୋଟେ ଡିଫିକଲ୍ଟ କ୍ୟାରେକ୍ଟର ଯେଉଁଟାକି ପ୍ରତ୍ୟେକ ମୁହୂର୍ତ୍ତରେ ଆପଣମାନେ ଦେଖିବେ ଯାତ୍ରା ଦେଖିଲେ ଜାଣିପାରିବେ। ସେଥିରେ ହସ ଅଛି କାନ୍ଦ ଅଛି ମାନେ କମେଡ଼ି ଟାଇପ୍ର ଆକ୍ସନ୍ ଅଛି ରାଗ ଅଛି ଏଇ ଟାଇପ୍ର ଭୂମିକା ପ୍ରତ୍ୟେକ ମୁମେଣ୍ଟରେ ସାଇକୋ ପେସେଣ୍ଟ ଚେଞ୍ଜ ଓଭର ଏଇ ଟାଇପ୍ର ନାଁ ଅଛି ପ୍ରଭାସ କହିକି ମୋ ନାଁଟା ଦେଇଛି। କେତେ ରେପ୍ ମର୍ଡର କରୁଛନ୍ତି? ମୁଁ ତ ଭାବୁଛି ଯାତ୍ରାରେ ଯେତେକ ହିରୋଇନ୍ ଅଛନ୍ତି ସମସ୍ତଙ୍କୁ ରେପ୍ ଆଣ୍ଡ ମର୍ଡର କାରଣ ମୁଁ ହାତ ଥରେ ସେମାନଙ୍କୁ ଧରିଲା ବେଳକୁ ମୁଁ ଆରେ ମୁଁ ତ କାରଣ ଗୋଟେ ଅଲଗା ଟ୍ରାକ୍ରେ ଆସିଲି ନା ତେଣୁକରି ରେପ୍ ମର୍ଡର କାରଣ ଏମିତି ଗୋଟେ କ୍ୟାରେକ୍ଟର ସାଇକୋ କ୍ୟାରେକ୍ଟର ମର୍ଡର କରିକି ସେ ଯେଉଁ ବ୍ଲଡ୍ ଦେଖିଲେ ସେ ଖୁସି ହୁଏ। ସେ ଭାବେ ଯେ ବାପା ମା ଉପରେ ସେ ରିଭେଞ୍ଜ ନେଉଛି। ପିଲାବେଳୁ ଏ ସ୍ନେହ ବାପା ମାଆର ସ୍ନେହ ପାଇଲାନି ସବୁବେଳେ ବାଡ଼େଇକି ଗୋଟେ ଘର ଭିତରେ ତାକୁ ରଖିଲେ ତେଣୁକରି ସ୍ନେହ ପାଇଲାନି। ଯେତେବେଳେ ବାପା ମାଆକୁ ଡରଉଥିଲେ ଇଏ ସେମିତି ସେଇ ଟାଇପ୍ର କ୍ୟାରେକ୍ଟର ହେଇଯାଇଛି କିଏ ଗୋଟେ ଡରିଲେ ଖୁସି ହୁଏ। ଆପଣ ସେଇ ପ୍ରଭାସ ଭୂମିକାରେ ଆସୁଛନ୍ତି? ଆଜ୍ଞା ଏମିତି ସାଇକୋ ଭୂମିକା? ଆଜ୍ଞା ଆଜ୍ଞା ସାଇକୋ ଭୂମିକାରେ ଯାହାକୁ ଦେଖିଲେ ହତ୍ୟା କରିବେ ହଁ ମର୍ଡର
ଆଉ ଭଲ ପାଇବା ଇଏ ପାଇନି କେବେ। ଭଲ ପାଇବା ଦେଖିଲେ ଇଏ ପୁରା ପାଗଳ ହେଇଯାଏ। ତେଣୁକରି ଯିଏ ଯୋଉଠି ଭଲ ପାଏ ଇଏ ସବୁ ମର୍ଡର କରିଦିଏ। ଏଇ ଟାଇପ୍ର କ୍ୟାରେକ୍ଟର। ପ୍ରେମୀ ଯୁଗଳକୁ ଆପଣ ଦେଖିଥିଲେ ପ୍ରଥମ ସିନ୍ରେ ପ୍ରେମୀ ଯୁଗଳଙ୍କୁ ମର୍ଡର ସିନ୍। କଣ ଡାଇଲଗ ମନେ ରଖି ଡାଇଲଗ ଗୋଟେ ଅଛି ଏଠି ଠିକ୍ ଅଛି ଗୋଟେ କହୁଛି। ପ୍ରଥମ ସିନ୍ରେ ଯେତେବେଳେ ଏଣ୍ଟ୍ରି କରୁଛି ପ୍ରେମୀ ଯୁଗଳଙ୍କୁ ଦେଖିଛି ଗୋଟେ ନଦୀ ପାଖରେ ଏଣ୍ଟ୍ରି କରିଛି। ତାଙ୍କୁ କହୁଛି ମରିବାକୁ ଡରୁଛ ମତ୍ୟ ମଣ୍ଡଳେ ଦେହ ବହି ଦେବତା ହୋଇଲେ ମରଇ। ଆରେ ଯିଏ ଜନ୍ମ ହୁଏ ସେ ଦିନେ ନା ଦିନେ ମରେ। ତେଣୁକରି ମରିବା ପାଇଁ କ'ଣ ପାଇଁ ଡରୁଛ? ମରିବ, ତମେ ନିଶ୍ଚୟ ମରିବ। ଏଇ ଟାଇପ୍ର। ଆଉ ଗୋଟେ ଅଛି ବାଂଶାସୀ ଜିର୍ଣ୍ଣାନୀ ଯଥା ବିହାୟ। ଗୀତା କହିଲା ଦେହର ଡ୍ରେସଟା ଚିରିଗଲେ ତାକୁ ଫୋପଡ଼ା ଦିଆଯାଏ, ଆଉ ତାପରେ ନୂଆ ଡ୍ରେସ ଗୋଟେ ଅଛି। ଠିକ୍ ସେମିତି ଯେତେବେଳେ ଦେହରୁ ଆତ୍ମାଟା ଛାଡ଼ି ଚାଲି ଯାଉଛି ସେଇ ଆତ୍ମା ଗୋଟେ ବୋଝେ। ତାହେଲେ ମରିବା ପାଇଁ କ'ଣ ପାଇଁ ଡରୁଛ? ମରିବ, ତମେ ସମସ୍ତେ ନିଶ୍ଚିତ ମରିବ। ଆମର ଦୋଷ କ'ଣ? ପ୍ରେମ କରିଛ, ଭଲ ପାଇଛ, ଏ ପ୍ରେମ କରିବା ଭଲ ପାଇବା ଦେଖିଲେ ସେ ପାଗଳ ହେଇଯାଏ, ସେଇଥିପାଇଁ ସେ ମାରୁଛି। ତାପରେ ବାପାଙ୍କୁ ସେ ଗୋଟେ ଡାଇଲଗ କହିଛି, ଦେଇଛ କେବେ ବାପାର ପ୍ରେମ? କେତେବେଳେ କାନ୍ଧ ଉପରେ ମୋତେ ପକେଇ କେବେ ମୋତେ ସ୍ନେହ ଶ୍ରଦ୍ଧାରେ ତମେ ମୋତେ କେବେ ଗେଲ କରିଛ? ଯେତେବେଳେ ବି ବାପା ବାପା ଡାକି ତମ ପାଖରେ ମୁଁ ଆଉଜି ଯାଇଛି ସେତେବେଳେ ତମେ ଘୃଣାରେ ନାକ ଟେକିଛ। ନିଶାକର, ମଦୁଆ, ବଦମାସ କହି ତମେ ଘୃଣାରେ ଛେପ ପକେଇଛ। ଦେଇଛ କେବେ ସେଇ ସ୍ନେହ? ସେଇଥିପାଇଁ ମୁଁ ମଦ ପିଇଛି, ଡ୍ରଗ୍ସ ଖାଇଛି, ଆଉ ମଣିଷ ମର୍ଡର କରିଛି। ଯୋଉ ମଣିଷକୁ ମାରେ ଯେତେ ଛଟପଟ ହୁଏ ମୋତେ ସେତେ ଖୁସି ଲାଗେ। କାହିଁକି ଜାଣିଛ? ସେମାନେ ଛଟପଟ ଯେତେ ହୁଅନ୍ତି ସେତେ ଖୁସି କାହିଁ ହୁଏ? ମୋତେ ଲାଗେ ମୁଁ ତମ ଉପରେ ମୁଁ ପ୍ରତିଶୋଧ ନେଉଛି। ଏ ଗୋଟେ ବାପାଙ୍କୁ ଗୋଟେ। ଆଉ ତାପରେ ମାଆଙ୍କୁ ଗୋଟେ ଡାଇଲଗ ଅଛି। ମା ଯେତେବେଳେ କହୁଛି ମୁଁ ତୋ ମାରେ, ଇଏ ଯେତେବେଳେ ମର୍ଡର କରିଦିଏ ମା ଆସେ। ମୁଁ ତ ଏଠି ପୁରା ଫ୍ରାଙ୍କଲି କହିପାରୁନି, ଲୋକ ଗୁରା ଅଛନ୍ତି, ମୋତେ କନଫ୍ୟୁଜ ଲାଗୁଛି। ଗୋଟେ ଜାଗା ବି ଦରକାର ସେମିତି ଡାଇଲଗ କହିବା ପାଇଁ। ଯେତେବେଳେ ମା ଆସୁଛି, ମା କହୁଛି ଆରେ ପ୍ରଭୁ ତୁ ସେମିତି ହେନି, ମୋ ମା ତୁ ଜାଣିଛୁ ଯେତେବେଳେ ରାତି ଅଧରେ ମୋର ନିଦ ଭାଙ୍ଗିଯାଏ, ଦୂର ଗହମ କିଆରି ଭିତରୁ ମୋତେ ଧୋରେ ବାୟା ଧୋ ଗୀତ ଶୁଭେ। ଆଉ ମୁଁ ଆସ୍ତେ ଆସ୍ତେ ଯାଇ ସେ ଜାଗାରେ ଦେଖିଲ ମା, ବିଲୁଆ ମା ତା ପୁଅଟାକୁ ଆଉଁସି ଧୋରେ ବାୟା ଧୋ ଗୀତ ଶୁଣି ଶୋଇ ଦଉଚିଲୋ ମା। ମା ଶୋଇଛୁ? କେବେ ଶୁଆଇଛୁ? ଏମିତି ପ୍ରେମରେ ତୋ କୋଳରେ କେବେ ମୋତେ ଶୁଆଇଛୁ? ତୁ ନୁହେଁ, ତୁ ଗୋଟେ ସାବତ ମା ହେଇ ମୋତେ ଘର ଭିତରେ ପୁରେଇକି କବାଟ କିଳି ଦେଇଛୁ। କେତେ ଡହଳ ବିକଳ ହେଇଛି, ଅସହାୟ ହେଇ କାନ୍ଦିଛି। ମା କବାଟ ଖୋଲିଦେଲ ମା, ମୋତେ ଡର ଲାଗୁଛି, ତୋ ପାଖରେ ମୋତେ ଶୋଇବାକୁ ଦେଲ ମା, ମୋତେ ଡର ଲାଗୁଛି। ହେଲେ ତୁ ଗୋଟେ ସାବତ ମା ହେଇ ମୋତେ ଟର୍ଚର କରିଛୁ। ଏଇ ଟାଇପ୍ର। ଆପଣ କ୍ୟାମେରା ସାମ୍ନାରେ ଆକ୍ସନ କରୁଥିଲେ, ଆକ୍ଟିଂ କରୁଥିଲେ, ଏବେ ଲାଇଭ୍ ଆକ୍ଟିଂ, ଜୋନ୍ ଟୁ ଜୋନ୍ ମୁଭମେଣ୍ଟ ହେବାକୁ ପଡ଼ିବ, ଆଉ କ୍ୟାମେରାରେ ଆକ୍ଟିଂ କରିବା, ଏଇଟାକୁ କେମିତି ଡିଫରେନ୍ସ? ଭଲ ଦେଖନ୍ତୁ, ମୁଁ ଯେତେବେଳେ ଫିଲ୍ମ ଦୁନିଆରେ ପାଦ ଦେଇଥିଲି ମୋର ବହୁତ ଇଚ୍ଛା ଥିଲା ମୁଁ ଫିଲ୍ମ କରିବା ପାଇଁ, ଗୋଟେ ଆକ୍ସନ ହିରୋ ହେବା ପାଇଁ। ମୋର ପ୍ରଥମ ଫିଲ୍ମ ଜିତ୍ ସନି ଦେଓଲଙ୍କର ଯେତେବେଳେ ରିଲିଜ୍ ହେଇଥିଲା, ମୁଁ ହାଫ୍ ପ୍ୟାଣ୍ଟ ପିନ୍ଧିକି ଗୋଟେ ସାଇକେଲ ଧରିକି ଦେଖିବା ପାଇଁ ଆସିଥିଲି। ତାପରେ ଯେତେବେଳେ 9th କ୍ଲାସ୍ରେ ପଢ଼ୁଥିଲି, ସିଦ୍ଧାନ୍ତ ମହାପାତ୍ରଙ୍କର ଗୋଟେ ଫିଲ୍ମ ସୁଟିଂ ଚାଲିଥିଲା। ମୁଁ କ୍ଲାସ୍ ରୁମ୍ରେ ବସିକି ଏମିତି ଭାବୁଥାଏ, ମୁଁ ଏମିତିଆ ଗୋଟେ ହିରୋ ହୁଅନ୍ତିନି। ସେଇ ଦିନଠୁ ମୋର କେଉଁଠି ନା କେଉଁଠି ଗୋଟେ ମାନେ ଆକ୍ଟିଂ ପ୍ରତି ଗୋଟେ ଦୁର୍ବଳତା ଥିଲା। ତାପରେ ପୌରାଣିକ ଯେତେବେଳେ ନାଟକ ହୁଏ ମୁଁ ଦେଖେ ମୁଁ ସେ ରାଜା ହଉ କି ମନ୍ତ୍ରୀ ହଉ ସେମାନଙ୍କୁ ବେଶୀ ଲୋକମାନେ ଭଲ ପାଆନ୍ତି। ମୁଁ ସେଇ ଦିନଠୁ ହିଁ ଡିସାଇଡ୍ କରିଥିଲି ମୁଁ ଯଦି କରିବି ତ ଟପ୍ ଲେବୁଲ୍ର କ୍ୟାରେକ୍ଟର କରିବି, ନାହିଁ ତ କରିବିନି। ତାପରେ ପ୍ରଥମେ ମୋର ଥିଏଟର ଥିଲା ଭଲ ମଣିଷ ଭାରି ଖରାପ, ଆଉ ସେଇଠାରୁ ହିଁ ମୁଁ ଆରମ୍ଭ କରିଥିଲି ମୋ ଅଭିଯାନ। ଯାହା ହଉ ଲୋକମାନଙ୍କର ଭଲ ପାଇବା ଆଶୀର୍ବାଦରୁ ଏଇ ଜାଗାରେ ପହଞ୍ଚି, ଆଉ ଏଇ ଜାଗାରେ ପହଞ୍ଚିବାର ସବୁଠୁ ମୂଳ ଆଶୀର୍ବାଦ ସେମାନଙ୍କଠୁ ପାଇକି ଆଇଛି ଯେଉଁମାନେ ଅକ୍ଷମ ଅସହାୟ ଲୋକ, ଯେଉଁ 11-12 ବର୍ଷ ହେଲା ମୁଁ ସେବା କରି ଆସୁଛି, ସେଇମାନଙ୍କ ଆଶୀର୍ବାଦରୁ ମୁଁ ଏଇ ଜାଗାରେ ପହଞ୍ଚି ପାରିଛି। ଆଉ ତା ଫିଲ୍ମରେ ଆପଣ ଆକ୍ଟିଂ କଲାବେଳେ କଟ୍ କରି ଦିଆଯାଏ, ଡାଇରେକ୍ଟର କହିବେ ପୁଣି ଥରେ ଗୋଟେ ସଟ୍ ନେବା, କିନ୍ତୁ ଏଠି ତ ଆଉ ସଟ୍ ନେବାନି,
ଆଖଡ଼ା ଶାଳରେ ବା ରିହର୍ସଲ ବେଳେ ଯାହା ଶିଖାଯିବ ମୁଭମେଣ୍ଟ ଯଦି ଆପଣ ଆଉ ଥରେ ନ କରିପାରନ୍ତି ଡାଇରେକ୍ଟର ରାଗିବେ ଏମିତି ହେଇଛି ଏବେ ଆଖଡ଼ା ଶାଳ ନାଇଁ 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 ଆଖଡ଼ା ଶାଳାରେ ତ ଡାଇରେକ୍ଟର ଆଗ ଶିଖେଇବେ କେମିତି କରନ୍ତି ଭୁଲ ହେଲେ ହିଁ ଠିକଟା ଶିଖିପାରିବା କାରଣ ଗୋଟେ ଗୋଟେ ସିନ୍କୁ ଆମେ ଯେତେବେଳେ ଡ୍ରାମା କରୁ ମୁଁ କେବେ ଜାଣିନଥିଲି ଏତେ କମ୍ ଦିନ ଭିତରେ ଘୋଷିକି ପୁରା ଅଭିନୟ କରିବାକୁ ପଡ଼ିବ 7-8 ଦିନ ଭିତରେ ଘୋଷିକି ପୁରା ଷ୍ଟେଜ୍ କରିବାକୁ ପଡ଼ିବ କିନ୍ତୁ ଡ୍ରାମାରେ 1.5 ମାସ 2 ମାସ ଆମେ ଲଗେଇ ଦେଉ କମ୍ ଦିନ ଭିତରେ ମୁଁ ଟାର୍ଗେଟ୍ ନେଲି ଆଉ ମୋତେ ଯେଉଁ ଭରସାରେ ସତ୍ୟହଜା ଆଣିଛନ୍ତି ମୁଁ ତାଙ୍କର କେମିତି ଗୋଟେ ସେ ଭରସାଟାକୁ କେମିତି ନିରାଶ ନ କରିବା ପାଇଁ ମୁଁ ଚେଷ୍ଟା କରିଥିଲି ଯାଉ ଭଗବାନଙ୍କ ଆଶୀର୍ବାଦ ଭଲ ଚାଲିଛି ଲୋକମାନେ ଗ୍ରହଣ କରିଛନ୍ତି ଦେଖାଯାଉ କେତେ ବାଟ କ'ଣ 4-4ଟା ଚଳଚ୍ଚିତ୍ର କଲେ କ'ଣ ଓଡ଼ିଆ ଫିଲ୍ମରେ ଆପଣଙ୍କୁ ସ୍ଥାନ ମିଳିଲା ନାହିଁ ଅଭିନୟ ମିଳିଲାନି ଆପଣଙ୍କୁ ଯାତ୍ରା ଦୁନିଆକୁ ଯିବାକୁ ପଡ଼ିଲା ଦେଖନ୍ତୁ ଓଡ଼ିଆ ଫିଲ୍ମରେ ବଜେଟ୍ ତ ସେମିତି ନାହିଁ ତାପରେ ମୁଁ ଯେଉଁ କାଟାଗୋରୀରେ ମୁଁ ଏଣ୍ଟ୍ରି କରିଥିଲି ଓଡ଼ିଆ ଇଣ୍ଡଷ୍ଟ୍ରିରେ ଗୋଟେ ଆଜ୍ ଏ ଆକ୍ସନ୍ ହିରୋ ଭାବରେ ଆକ୍ସନ୍ ଫିଲ୍ମରେ ଗୋଟେ ଫାଇଟ୍ରେ 8-10 ଲକ୍ଷ ଟଙ୍କା ଖର୍ଚ୍ଚ ତେଣୁକରି ମୁଁ ଦେଖିଲି ଏତେ ବଜେଟ୍ର ଫିଲ୍ମ ଆମ ଓଡ଼ିଆରେ ପ୍ରାୟତଃ ହେଉନି ବହୁତ କମ୍ ଏବେ ଯେମିତି ଗୋଟେ ଭିଲିଆନ୍ ଅର୍ଦ୍ଧେନ୍ଦୁଙ୍କର ହେଇଥିଲା ସେଇ ଟାଇପ୍ 1-1.5 କୋଟି ବଜେଟ୍ ନହେଲେ ଆକ୍ସନ୍ ମୁଭି ହେଇପାରିବନି କିନ୍ତୁ ଓଡ଼ିଆରେ ପ୍ରାୟତଃ 90% ମୁଭି 40-50 ଲକ୍ଷରେ ଛାଡ଼ି ଦେଉଛନ୍ତି କିନ୍ତୁ 40-50 ଲକ୍ଷରେ କେବେ ବି ଆକ୍ସନ୍ ମୁଭି ହେଇପାରିବନି ଆମେ ଏବେ ପାର୍ଟ 1 ପାର୍ଟ 2 ସଲାମ ଭୁବନେଶ୍ୱର ପାର୍ଟ 1ଟା ରିଲିଜ୍ ହେଇଯାଇଛି ପାର୍ଟ 2ଟା ଆଉ 8-10 ଦିନ ସୁଟିଂ ବାକି ଅଛି ସେ ଦୁଇଟାକ ମୁଭିରେ ପାଖାପାଖି 1.30-1.40 ଲକ୍ଷ ଟଙ୍କା ଖର୍ଚ୍ଚ ହେଇଛି ତେଣୁକରି ହାଇ ବଜେଟ୍ରେ ମୁଭି ହେଉନି ତେଣୁ କରିକି ମୋତେ କେଉଁଠି ନା କେଉଁଠି ଲାଗିଲା ନାହିଁ ମୋତେ ଟ୍ରାକ୍ ଚେଞ୍ଜ କରିବାକୁ ପଡ଼ିବ ୱିକନେସ୍ ଥିଲା ଯାତ୍ରାବତୀ ତେଣୁକରି ସେଇ ଟାଇମ୍ରେ ସତ୍ୟହଜା ମୋତେ ଫୋନ୍ କଲା ପରେ ଯାଅ ଆପଣ ଯେହେତୁ ଯାତ୍ରା ଜଗତକୁ ଆସୁଛନ୍ତି ହିରୋମାନଙ୍କ ଅପେକ୍ଷା ଖଳନାୟକଙ୍କର ଭୂମିକା ବେଶୀ ରହେ ବା ତାଙ୍କୁ ଦେଖିବା ପାଇଁ ବହୁତ ଯାତ୍ରାପ୍ରେମୀ ଯାଆନ୍ତି ଖଳନାୟକ ଆପଣ ଖଳନାୟକ ଭୂମିକାରେ ପଦାର୍ପଣ କରୁଛନ୍ତି ତ କୋଉ ଖଳନାୟକକୁ ଆପଣ ବେଶୀ ମାନନ୍ତି ବା ତାଙ୍କୁ ଗ୍ରହଣ କରନ୍ତି ତାଙ୍କର ଆକ୍ସନ୍ ତାଙ୍କର ଡାଇଲଗ୍ ଦେଖନ୍ତୁ ଯାତ୍ରା ଦୁନିଆରେ ମୁଁ ସମ୍ପୂର୍ଣ୍ଣ କହିବାକୁ ଗଲେ ନୂଆ ଆଉ ଯାତ୍ରା କରିଛି କିନ୍ତୁ କୌଣସି ଜାଗାରେ ଡ୍ରାମା ଦେଖିବାକୁ ଯାଏନି କୌଣସି ଜାଗାରେ ଯାତ୍ରା ଦେଖିବାକୁ ଯାଏନି ମୁଁ ସବୁବେଳେ ଭାବେ ମୋତେ ଗୋଟେ ଚରିତ୍ର ଦିଆହେଲା ମାନେ ସେଇ ଚରିତ୍ରରେ ପଶିକି ସେଇ ଚରିତ୍ରର କେମିତି ନିଖୁଣ ଅଭିନୟ କରିବା ମୁଁ ସେଇଟାକୁ ଇଏ କରେ ରିଅଲ୍ ଅଭିନୟଟାକୁ ମୁଁ ପ୍ରିଫର କରେ କାହାକୁ ଦେଖିକି ଫଲୋ କରିକି ଏଇ ଟାଇପ୍ର କଲେ ଭଲ ହେବ ସେଇ ଟାଇପ୍ର ମୁଁ ସେଗୁଡ଼ାକୁ କିଛି କପି ହେଇଯାଇପାରେ ନାଇଁ ମୁଁ କୌଣସି ଜିନିଷ ସେଇଟା ମାଇନା ରଖେନି ମୁଁ ଦେଖେ ମୋତେ କେଉଁ ଚରିତ୍ରଟା ଦିଆହେଲା ଧର ଗୋଟେ ଗରିବ ପିଲାର ଚରିତ୍ର ଦିଆହେଇଛି ତାର ଡ୍ରେସ୍ କୋଡ଼୍ଟା କ'ଣ ସେଇ କେଉଁଠି ନା କେଉଁଠି ଡ୍ରେସ୍ ଉପରେ ବି କଷ୍ଟ୍ୟୁମ୍ ଉପରେ ବି ବେଶୀ ଧ୍ୟାନ ଦେବା ଦରକାର ଦେହ ସାରା ଆପଣଙ୍କର ଟାଟୁ ଏଇଟା ବହୁତ ଦିନ ହେଲା କରିଥିଲି ମାନେ ସଲାମ ଭୁବନେଶ୍ୱର ପୂର୍ବରୁ ଏଇ ଟାଟୁଟା ଏବେ ଅଳ୍ପ ଦିନ ହେବ ଏଇଟା କରିଛି ଆଜ୍ଞା ଟାଟୁ କମାଲ କରିବ ନା ଟାଟୁ କମାଲ କରିବା ନାହିଁ ମେନ୍ ହେଉଛି ଭଲ ଅଭିନୟ କରିବା ଦରକାର ପିୟୁଷ ତ୍ରିପାଠୀ ଟାଟୁ ଦେଖେଇ ଦେହ ଦେଖେଇକି ତାଙ୍କ ଆଡ଼କୁ ଗ୍ରାହକଙ୍କୁ ବା ଦର୍ଶକଙ୍କୁ ଟାଣୁଛନ୍ତି ଦେଖନ୍ତୁ କୌଣସି କାହା କଥା ତ କହିବା ଉଚିତ ନୁହଁ ପିୟୁଷ ତ୍ରିପାଠୀ ଯିଏ ସିଏ ତ ବହୁତ ବଡ଼ କଳାକାର ମୁଁ ତ ନୂଆ ଭାବରେ ଏଠି ଏଣ୍ଟ୍ରି କରିଛି ଗୋଟେ ମିଛରେ ଗୋଟେ ଗୁଜବ ଉଠେଇଛନ୍ତି ଯେ ପିୟୁଷ ତ୍ରିପାଠୀକୁ ଇଏ ଟକ୍କର ଦେଉଛନ୍ତି ଏଇଟା ଗୋଟେ ତୁଚ୍ଛ କଥା ଆଜ୍ଞା ରାଜବୀର ଅଲୱେଜ୍ ରାଜବୀର ସିଏ ତାର ଗୋଟେ ପରିଚୟ ସୃଷ୍ଟି କରିବା ପାଇଁ ମୁଁ ଆସିଛି ପିୟୁଷ ତ୍ରିପାଠୀ ଯିଏ ତ ସିଏ ତ ବହୁତ ପୁରୁଣା କଳାକାର ବହୁତ ବଡ଼ ବଡ଼ କଳାକାର ଅଛନ୍ତି ଆଜ୍ଞା ଆମର ସେ ଯେଉଁ ଟାହିଆ ବାବୁ ହୁଅନ୍ତୁ କାହ୍ନା ଭାଇ ହୁଅନ୍ତୁ ୟା ସୁରେଶ ପଣ୍ଡା ହୁଅନ୍ତୁ ସୁବାସ ଭାଇ ହୁଅନ୍ତୁ ଆମର ପ୍ରତାପ ରାଉତ ହୁଅନ୍ତୁ ବିନୋଦ ଭାଇ ହୁଅନ୍ତୁ ବହୁତ ଭଲ ଭଲ କଳାକାର ଅଛନ୍ତି ଆଜ୍ଞା ଖାଲି ପିୟୁଷ ବୋଲି ଏକୁଟିଆ ନାହାନ୍ତି ଆଉ ତାପରେ ଆଉ ଗୋଟେ ଜିନିଷ କହୁଛି ଯେ ସମସ୍ତେ ମାନେ ଅଭିଯାନ ଯେତେବେଳେ ଷ୍ଟାର୍ଟ କରନ୍ତି କିଏ ବଡ଼ ହେଇଯାଏନି ଧୀରେ ଧୀରେ ସେଥିରୁ ଶିଖିକି ପୁରା ଲାଷ୍ଟ ପୋଜିସନରେ ଭଲ କରିବା ପାଇଁ ଚେଷ୍ଟା କରନ୍ତି ମୁଁ ଗୋଟେ ଏଣ୍ଟ୍ରି କରୁ ଏମିତି ମାନେ ଗୁଜବ ଉଠେ ସତ୍ୟବାବୁ କହନ୍ତି ଯେ ପିୟୁଷ ତାଙ୍କ ପାର୍ଟିରୁ କ୍ୟାରିୟର ଆରମ୍ଭ କରିଥିଲେ ଆଜ୍ଞା ହଁ ନିହାତି ଭାବରେ ସତ୍ୟହଜାଙ୍କର ଏଇଟା ଗୋଟେ ଭଲ ଗୁଣ କାରଣ ଫିଲ୍ମ ଇଣ୍ଡଷ୍ଟ୍ରିରେ ନୂଆ ପିଲାକୁ ଚାନ୍ସ ବହୁତ କମ୍ ଦିଆଯାଏ ବହୁତ ଭଲ ଭଲ କଳାକାର ଅଛନ୍ତି ଫିଲ୍ମ ଦୁନିଆରେ କାହାକୁ ଚାନ୍ସ ମିଳୁନି ସେଇ ପୁରୁଣା ଆକ୍ଟରମାନଙ୍କୁ
ନେଇକି ସେମାନେ କରନ୍ତି। ସେମାନେ ଭାବନ୍ତି ଯେ ନୂଆ କଳାକାରମାନଙ୍କୁ ଯଦି ଆମେ ଚାନ୍ସ ଦେବା ଆମେ ଫିଲ୍ମ ଫ୍ଲପ୍ ହେଇଯିବ, ଲୋକ ଦେଖିବେନି। କିନ୍ତୁ ଏଠି ଗୋଟେ ଡିଫରେଣ୍ଟ ଟାଇପ୍ର ପର୍ସନ୍ ଯିଏକି ସତ୍ୟ ଅଜା, ତାଙ୍କୁ ଅଶେଷ ଅଶେଷ ଧନ୍ୟବାଦ ଦେଉଛି ଯେ ସିଏ ସବୁବେଳେ ଭାବନ୍ତି ନୂଆ ନୂଆ କଳାକାରମାନଙ୍କୁ ଆମେ ମାନେ ମୋ ପାର୍ଟିରେ ରଖିଲେ ସେମାନେ ଉପରକୁ ଉପରକୁ ଯାଆନ୍ତୁ। ବହୁତ କଳାକାରମାନେ ତାଙ୍କରି ପାର୍ଟିରୁ ଆଜି ବଡ଼ ହୋଇଛନ୍ତି। ଦିନେ ଖୋଜିବାକୁ ପଡ଼ିବ ଯେମିତି ମାଲିକମାନେ କାହ୍ନା ଟିକିକୁ ନେବା ପାଇଁ, ପୀୟୁଷ ତ୍ରିପାଠୀକୁ ନେବା ପାଇଁ, ଅନେକ ସଞ୍ଜୟ ଭୋଳଙ୍କୁ ନେବା ପାଇଁ, ଦୈତାରୀ ପଣ୍ଡାଙ୍କୁ ନେବା ପାଇଁ ଲାଇନ୍ ଲାଗୁଛି। ସେ ସମୟ ଆସିବ ରାଜବୀର ଦେଓଙ୍କୁ ନେବା ପାଇଁ ଯାତ୍ରାପାର୍ଟି ମାଲିକମାନେ ବାଡ଼ାପିଟା ହେବେ। ଦେଖନ୍ତୁ, ମୁଁ ତ ଅଭିଯାନ ଆରମ୍ଭ କରୁଛି। ବିଧିର ବିଧାନ ଆଜିର ମଣିଷ କାଲିକି ରହୁନି, କେତେବେଳେ କ'ଣ ହେବ କେହି ଜାଣିନାହାନ୍ତି। ଭଗବାନଙ୍କ ଆଶୀର୍ବାଦ, ଲୋକମାନଙ୍କର ଆଶୀର୍ବାଦ, ଲୋକମାନଙ୍କର ଭଲ ପାଇବା, ସେଇଟା ହିଁ ମୋର ଦରକାର, ଆଉ କିଛି ନାହିଁ। କାହ୍ନା ଟିକିକୁ ଟକ୍କର ଦେଇପାରିବେ? ସେମିତି ଟକ୍କର ଦେବା ପାଇଁ ରାଜବୀର ଦେଓ ଏଣ୍ଟ୍ରି କରୁନି। ରାଜବୀର ଦେଓ ଏଣ୍ଟ୍ରି କରିଛି ଯାତ୍ରା ଜଗତରେ ଗୋଟେ ଛୋଟିଆ ପରିଚୟ ସୃଷ୍ଟି କରିବା ପାଇଁ, ବାସ୍। କାହାକୁ ଟକ୍କର ଦେବା ପାଇଁ ରାଜବୀର ଦେଓ ଅଲୱେଜ ରାଜବୀର ଦେଓ। କାହ୍ନା ଟିକି ଚାହିଁଲେ ରାଜବୀର ଦେଓ ହେଇପାରିବନି, କି ରାଜବୀର ଦେଓ ଚାହିଁଲେ କାହ୍ନା ବି ହେଇପାରିବେନି। ତେଣୁକରି ସମସ୍ତେ ସମସ୍ତଙ୍କ ଜାଗାରେ ଗୋଟେ ଲେବୁଲ ଥାଏ। ସେ ତ ବହୁତ ବଡ଼ ବଡ଼ କଳାକାର, ତାଙ୍କ ନାଁ ବି ଧରିବା ମୋ ପାର୍ଟିରେ ତାଙ୍କ ନାଁଟା ବି ଧରିବା ମାନେ ଦୁଷ୍ଟାମୀ। ଶୁଣୁଥିଲେ ରାଜବୀରଙ୍କ ପ୍ରତିକ୍ରିୟା। ସିଏ ଯାତ୍ରା ଜଗତକୁ ଆସିଛନ୍ତି ନିଜର ପରିଚୟ ସୃଷ୍ଟି କରିବା ପାଇଁ, ହେଲେ ଦେଖିବାର କଥା ହେଉଛି ଯାତ୍ରା ଦର୍ଶକଙ୍କ ହୃଦୟରେ ରାଜବୀର ଦେଓ କେତେ ନିଜର ସ୍ଥାନ ପକ୍କା କରିପାରୁଛନ୍ତି। ଭୁବନେଶ୍ୱର କ୍ୟାମେରାମ୍ୟାନ୍ ପ୍ରଶାନ୍ତ ସାହୁଙ୍କ ସହ ନିରଞ୍ଜନ ରେଡ୍ଡି, OTV।